ଶୁଭ ସକାଳ ପିଲାମାନେ। ମୁଁ ବହୁତ ଭଲରେ ଅଛି। ଆଶା କରେ ତୁମେମାନେ ବି ବହୁତ ଭଲରେ ଥିବ। ଆଜି ଏହି ଭିଡିଓକୁ ମୁଁ ତୁମ ସମସ୍ତଙ୍କୁ ସ୍ୱାଗତ କରୁଛି। ପିଲାମାନେ, ଆଜି ଆମେ ତୁମ ଷଷ୍ଠ ଶ୍ରେଣୀ ବିଜ୍ଞାନ ବହି ଜିଜ୍ଞାସାର ତୃତୀୟ ପାଠ ପ୍ରସଙ୍ଗ ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ ଏ ବିଷୟରେ ଆଲୋଚନା କରିବା। ଏହି ପାଠଟି ପଢି ସାରିବା ପରେ ତୁମେମାନେ ଖାଦ୍ୟରେ ସ୍ନେହସାର ବା ଫ୍ୟାଟର ଉପସ୍ଥିତିକୁ ପରୀକ୍ଷା କରି ଦର୍ଶାଇବ। ଭଲ ସ୍ନେହସାର ଜାତୀୟ ଖାଦ୍ୟ ଓ ଖରାପ ସ୍ନେହସାର ଜାତୀୟ ଖାଦ୍ୟର ନାମ କହିବ ଓ ଶରୀର ପାଇଁ ସ୍ନେହସାରର ଆବଶ୍ୟକତା ଗୁଡ଼ିକ କହିବ। ଆଚ୍ଛା କହିଲ ପିଲାମାନେ, ତୁମେ ସବୁ ଯୋଉ ଖାଦ୍ୟ ଖାଉଛ ତାର ନାଁ ସବୁ କଣ? ଭାତ? ହଁ। ଡାଲି ବି? ହଁ। ଆଳୁ ଭଜା? ଆଉ କଣ ଖାଦ୍ୟ ଖାଉଛ? ରୁଟି? ଚିନାବାଦାମ ବି? ଆଉ କଣ ଖାଦ୍ୟ? ଚିକେନ? ଭେରି ଗୁଡ୍। ମୁନି କହିଲ ଆଉ କଣ ଖାଉଛ? ସୁଜି ଉପମା? ଠିକ ଅଛି। ଘିଅ ବି ଖାଉଛ? କଦଳୀ? ବହୁତ ଭଲ, ଫଳ ବି ଖାଉଛ ତାହେଲେ। କାଜୁ? ଆଉ କଣ? ଶାଗ? ସୋରିଷ ତେଲ? ଗାଜର ବି ଖାଉଛ? ତୁମେମାନେ ତ ବହୁତ ଖାଦ୍ୟର ନାଁ କହିଲ। ଏବେ ଆମେ ଦେଖିବା ଏଇ ଖାଦ୍ୟ ଗୁଡ଼ିକ ମଧ୍ୟରୁ ସ୍ନେହସାର ଜାତୀୟ ଖାଦ୍ୟ କିଏ? ତୁମେ ଆଗରୁ ତ ପଢିଛ। ଏବେ କହିଲ ଟିଟୁ, ଏଇ ଖାଦ୍ୟ ଗୁଡ଼ିକର ଯୋଉ ନାଁ କହିଲ ସେମାନଙ୍କ ମଧ୍ୟରୁ ସ୍ନେହସାର କୋଉ ଖାଦ୍ୟରେ ଅଛି? ଚିନାବାଦାମ? ଭେରି ଗୁଡ୍। ଆଉ କେଉଁଥିରେ ଅଛି? ଘିଅରେ ବି? ଆଉ ଗୋଟିଏ ଖାଦ୍ୟ କହିଲ ଯେଉଁଥିରେ ସ୍ନେହସାର ଅଛି? କାଜୁ, ଆଲମଣ୍ଡ, ବିଭିନ୍ନ ପ୍ରକାର ବାଦାମ। ଭେରି ଗୁଡ୍। ତେଲରେ ବି ସ୍ନେହସାର ଅଛି। ବହୁତ ବଢିଆ। ତୁମେ ତ ଆଗରୁ ଏଇ ସ୍ନେହସାର ଜାତୀୟ ଖାଦ୍ୟ ଗୁଡ଼ିକ ବିଷୟରେ ଜାଣିଛ। ଆଉ କୋଉଥିରେ? ଆମେ ଏବେ ଦେଖିବା ତୁମେ ଯୋଉ ସ୍ନେହସାର ଜାତୀୟ ଖାଦ୍ୟ ଗୁଡ଼ିକ କହିଲ ସେଇ ଖାଦ୍ୟରେ ସ୍ନେହସାର ଅଛି ବୋଲି କେମିତି ଜାଣିବା? ଟିକେ କହିଲ। ହଁ, ଠିକ କହିଛ। ସେଥିପାଇଁ ଆମେ ପରୀକ୍ଷା କରିବା। ପରୀକ୍ଷା କରି ଖାଦ୍ୟରେ ସ୍ନେହସାର ଉପସ୍ଥିତିକୁ ଜାଣିବା। ଖାଦ୍ୟରେ ଫ୍ୟାଟ ବା ସ୍ନେହସାର ଉପସ୍ଥିତିକୁ କେମିତି ଆମେ ପରୀକ୍ଷା କରିବା ସେ ବିଷୟରେ ଆମେ ଆଲୋଚନା କରିବା। ପରୀକ୍ଷା ପାଇଁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଗୁଡ଼ିକୁ ଆମେ ଜାଣିବା। ତାହେଲେ କଣ କଣ ଖାଦ୍ୟ ସାମଗ୍ରୀ ଆବଶ୍ୟକ? କିଛି କାକୁଡି ଖଣ୍ଡ ନବା, ଚିନାବାଦାମ 4-5ଟି ନବା। ଆଉ କଣ ଖାଦ୍ୟ ଦରକାର? ପାଉଁରୁଟି 1 ଖଣ୍ଡ ନବା, ବଟର ବି ନବା। ଆଉ କଣ ଖାଦ୍ୟ ସାମଗ୍ରୀ ଦରକାର? ରାଶି 1 ଚାମଚ, ଆଲମଣ୍ଡ 2-3ଟି, ସିଝା ବୁଟ 4-5ଟି, ଭାତ ନବା, ନଡ଼ିଆ କିଛି ଖଣ୍ଡ ନବା, ଆଳୁ ନବା, ଧଳା କାଗଜ 11 ଖଣ୍ଡ ନବା, କଲମ ବି ନବା। ତାହେଲେ କଲମରେ ଏଇ ଖାଦ୍ୟ ଗୁଡ଼ିକର ନାଁ ସବୁ ଆମେ ଲେଖିବା। ଏବେ ଆମେ ଅନୁମାନ କରି କହିବା ଆମେ ଯେଉଁ ଖାଦ୍ୟ ପଦାର୍ଥ ଗୁଡ଼ିକ ପରୀକ୍ଷା ପାଇଁ ନେଲେ ହବନି। ତାପରେ ଆମେ ଦେଖିବା ଦ୍ୱିତୀୟ ଖାଦ୍ୟ ପଦାର୍ଥଟି ଯାହା ହେଲା ଭାତ। ତୁମେ କଣ ଅନୁମାନ କରୁଛ? ଭାତକୁ ଯଦି କାଗଜରେ ରଖି ଚାପିଦବା ତାହେଲେ ତେଲ ଦାଗ ହବ? ଠିକ ଉତ୍ତର କହିଲ ମୁନି, ହବ ନାହିଁ। ସେମିତି ଚିନାବାଦାମକୁ କାଗଜରେ ରଖି ଚାପିଦେଲେ ତେଲ ଦାଗ ହବ ବୋଲି କହୁଛ? ଠିକ ଅଛି। ଆମେ ଏବେ ଦେଖିବା ଆଉ ଗୋଟିଏ ଖାଦ୍ୟ ପଦାର୍ଥ ଯାହା ହେଲା ସିଝା ବୁଟ। ତାକୁ କାଗଜରେ ରଖି ଚାପିଦେଲେ ତମେ କଣ ଅନୁମାନ କରୁଛ? କାଗଜରେ ତେଲ ଦାଗ ହବ ନା ନାହିଁ? ଅନୁମାନ କରୁଛ ନାହିଁ? ଠିକ ଅଛି। ଏବେ କାକୁଡିକୁ କାଗଜରେ ରଖି ଚାପିଦେଲେ କଣ ହବ? ତେଲ ଦାଗ ହବ ନାହିଁ? ହବ ନାହିଁ? ଠିକ ଅଛି। ଏବେ ଆମେ ଦେଖିବା
ଆଉ ନେଇଥିବା ଖାଦ୍ୟ ସାମଗ୍ରୀ ଗୁଡ଼ିକ। ପାଉଁରୁଟି ତେଲ ଦାଗ ହବ? ହବନି? ଠିକ ଅଛି। ନଡ଼ିଆ, କହିଲ ସିନୁ, ତୁମେ ତ ସବୁବେଳେ ନଡ଼ିଆ ଖାଉଛ। ନଡ଼ିଆକୁ ଯଦି ରଖି କାଗଜରେ ଆମେ ଚାପି ଦବା ତାହେଲେ ତେଲ ଦାଗ ହବ କି ନାହିଁ? କଣ ଅନୁମାନ କରୁଛ? ହଁ, ଭେରି ଗୁଡ୍। ଅନ୍ୟ ଖାଦ୍ୟ ସାମଗ୍ରୀଟି ହେଲା ବଟର। ବଟରକୁ କାଗଜରେ ଘଷି ଦେଲେ ତେଲ ଦାଗ ହବ? କଣ ଅନୁମାନ କରୁଛ? କୁହ ଟୁଟୁ। ହବ? ହଁ। ତାପରେ ରାଶି। ରାଶିକୁ ଯଦି ଆମେ ନେଇକି କାଗଜରେ ଚାପି ଦବା ତାହେଲେ ତେଲ ଦାଗ ହବ କି ନାହିଁ ସେ କାଗଜରେ? ହବ? ହଁ, ଭେରି ଗୁଡ୍। ଆଲମଣ୍ଡ। ଆଲମଣ୍ଡର ଖଣ୍ଡକୁ ନେଇକି ଯଦି ଆମେ କାଗଜରେ ଚାପି ଦବା ତାହେଲେ ତେଲ ଦାଗ ହବ କି ନାହିଁ କଣ ଅନୁମାନ କରୁଛ? ହବ? ହଁ, ହବ। ଏବେ ଆମେ କଣ କରିବା? ପରୀକ୍ଷା ପଦ୍ଧତି ବିଷୟରେ ଆଲୋଚନା କରିବା। ତେଣୁ ଏଇ ପରୀକ୍ଷା ପଦ୍ଧତିର ପ୍ରଥମ ପର୍ଯ୍ୟାୟରେ ଆମେ କଣ କରିବା? ଦେଖ, ଖାଦ୍ୟର ଛୋଟ ଛୋଟ ଅଂଶକୁ ଆମେ ପ୍ରଥମେ ନବା, ଯୋଉ ଧଳା କାଗଜ ନେଇଥିଲେ। ଏବେ କଣ କରିବା? ସେଇ କାଗଜରେ ସେଇ ଖାଦ୍ୟ ଗୁଡ଼ିକ ପାଇଁ ଆମେ ତାଙ୍କର ଅଲଗା ଅଲଗା କାଗଜରେ ନାମ ଗୁଡ଼ିକ ଲେଖିବା। ଏବେ ତୃତୀୟରେ କଣ କରିବା? କୁହ, କଣ କରାହେଇଛି? କାଗଜକୁ ମଝିରୁ ଭାଙ୍ଗିବା। ଏବେ ପରୀକ୍ଷା ପଦ୍ଧତିର ଦ୍ୱିତୀୟ ପର୍ଯ୍ୟାୟ। ଦ୍ୱିତୀୟ ପର୍ଯ୍ୟାୟରେ ଆମେ କଣ କରିବା? ଖାଦ୍ୟକୁ କାଗଜ ଭିତରେ ରଖି ଘଷିବା ବା ଚାପ ଦବା, ଯେପରି କାଗଜ ନ ଚିରେ। ଏଠି କଣ କରାହେଇଛି? ଏବେ ସେ ଖାଦ୍ୟ ପଦାର୍ଥକୁ କାଗଜରୁ ବାହାର କରିଦବା। ଇଏ ହେଲା ପରୀକ୍ଷା ପଦ୍ଧତିର ଦ୍ୱିତୀୟ ପର୍ଯ୍ୟାୟ। ଏବେ ଆମେ ଯିବା ତୃତୀୟ ପର୍ଯ୍ୟାୟକୁ। ତୃତୀୟ ପର୍ଯ୍ୟାୟରେ ଆମେ ସେଇ କାଗଜକୁ ଖରାରେ ଶୁଖେଇ ଦବା। ଯଦି ସେ ଖାଦ୍ୟରେ ପାଣି ଥିବ ତାହେଲେ ଖରାରେ ସେ ପାଣି ଶୁଖିଯିବ। ତାପରେ ସେ କାଗଜକୁ ନେଇ କୌଣସି ଆଲୁଅ ବା ବଲ୍ ଆଡକୁ ରଖି ଦେଖିବା। ଏହିପରି ଭାବରେ ଆମେ ପରୀକ୍ଷାଟି କରିବା। ଚାଲ ଆମେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଗୁଡ଼ିକ ନେଇ ଆମେ ପରୀକ୍ଷା ଆରମ୍ଭ କରିବା। ଖଣ୍ଡେ କାଗଜ ନବା, ନଡ଼ିଆ ଖଣ୍ଡକୁ ନେଇ କାଗଜରେ ଘଷି ଦବା। ନଡ଼ିଆକୁ କାଗଜରୁ ବାହାର କରି କାଗଜକୁ ଏବେ ନେଇ ଖରାରେ ଶୁଖେଇ ଦବା। ଏବେ ଦେଖିଲ, କଣ ଦେଖୁଛ ସେ କାଗଜରେ? କଣ ହେଇଛି? କାଗଜରେ ତେଲଯୁକ୍ତ ଛାପ ବା ତେଲ ଦାଗ ହେଇଛି କି? କହିପାରିବ କି ଟିଟୁ, ତେଲ ଦାଗ ହେଇଛି କି ନାହିଁ? କାଗଜରେ ତେଲ ଦାଗ ହେଇଛି। ଏବେ ଆମେ ଦ୍ୱିତୀୟ ସାମଗ୍ରୀଟି ନବା। ତା ଉପରେ ଖଣ୍ଡେ କାକୁଡିକୁ ରଖି ଚାପି ଦବା। କାକୁଡିକୁ କାଗଜରୁ ବାହାର କରି କାଗଜକୁ ନେଇ ଖରାରେ ଶୁଖେଇ ଦବା। ଦେଖିଲ କଣ ହଉଛି? ଆରେ, ଏଥିରୁ ଜଳୀୟ ବାଷ୍ପ ବାହାରି ଯାଉଛି ତ? ଠିକ କହିଛ, ଏଥିରୁ ଜଳୀୟ ବାଷ୍ପ ବାହାରି ଯାଉଛି। ଏବେ ଆମେ ଦେଖିବା, କଣ ଦେଖିବା କହିଲ? କାଗଜରେ କଣ ଦେଖିଲ? କାଗଜ ଶୁଖି ଯାଇଛି, କାହିଁକି? ଯୋଉ ପାଣି ଥିଲା ସେ ବାହାରି ଯାଇଛି। ତାହେଲେ କାଗଜରେ ତେଲ ଦାଗ ହେଲା କି? ହେଲା ନାହିଁ। ଏବେ ଆଳୁ ଖଣ୍ଡକୁ କାଗଜରେ ରଖି ଚାପି ଦବା। ଆଳୁକୁ ବାହାର କରି କାଗଜକୁ ଖରାରେ ଶୁଖେଇ ଦବା। ଦେଖ, କାଗଜକୁ ଯେତେବେଳେ ଆମେ ଖରାରେ ଶୁଖେଇଲେ କଣ ହଉଛି? ସିନୁ କହିଲ, ଜଳୀୟ ବାଷ୍ପ ବାହାରି ଯାଉଛି। ଠିକ ଅଛି। କଣ ଦେଖିଲ? କାଗଜ ଶୁଖି ଯାଇଛି, ତାହେଲେ ତେଲ ଦାଗ ହେଇ ନାହିଁ। ଏବେ ଆମେ ନବା କିଛି ଚିନାବାଦାମ ଖଣ୍ଡ। ଚିନାବାଦାମ ଖଣ୍ଡକୁ କାଗଜରେ ରଖି ଚାପି ଦବା। ତାପରେ ଚିନାବାଦାମ ଖଣ୍ଡକୁ କାଗଜରୁ ବାହାର କରି କାଗଜକୁ ପୁଣି ସେହିପରି ଖରାରେ ନେଇ ଶୁଖେଇ ଦବା। କଣ ଦେଖୁଛ? କାଗଜରେ ତେଲ ଦାଗ ହେଲା। ଠିକ କହିଲ। ଏବେ ଆମେ ନବା ବଟର ଖଣ୍ଡେ। ବଟର ଖଣ୍ଡକୁ କାଗଜ ଉପରେ ଘଷି ଦବା। ବଟରକୁ ବାହାର କରି କାଗଜକୁ ଖରାରେ ଶୁଖାଇ ଦବା।
ଏବେ ଦେଖିଲ କଣ ହେଇଛି? କାଗଜରେ ତେଲ ଦାଗ ହେଲା। ଠିକ ଅଛି। ଏବେ ଆମେ କିଛି ଭାତକୁ ନେଇ କାଗଜ ଉପରେ ରଖିବା ଏବଂ ଚାପି ଦବା। ଭାତକୁ କାଗଜରୁ ବାହାର କରି କାଗଜକୁ ଖରାରେ ଶୁଖେଇ ଦବା। ଦେଖିଲ ଏଠୁ କଣ ବାହାରୁଛି? କୁନୁ କହିଲ ଜଳୀୟ ବାଷ୍ପ। ତାହେଲେ କାଗଜ କଣ ହେଇଥିବ? ଶୁଖି ଯାଇଥିବ। ଠିକ ଅଛି। ଏବେ ଦେଖିଲ କାଗଜରେ କଣ ତମେ ଦେଖୁଛ ସବୁ? କାଗଜ ଶୁଖି ଯାଇଛି। ତେଲ ଦାଗ ହେଇନି। ତେଲ ଦାଗ ହେଲା ନାହିଁ। ଏବେ ଆମେ ଖଣ୍ଡେ କାଗଜ ନବା। କାଗଜରେ କିଛି ରାଶିକୁ ନବା ଏବଂ ରାଶିକୁ କାଗଜରେ ରଖି ଚାପି ଦବା। ଏବେ ରାଶିକୁ କାଗଜରୁ ବାହାର କରି କାଗଜକୁ ଖରାରେ ଶୁଖେଇ ଦବା। କହିଲ କଣ ଦେଖିଲ? ଠିକ କହିଲ, କାଗଜରେ ତେଲ ଦାଗ ହେଇଗଲା। ଏବେ ଆମେ ଆଉ ଗୋଟିଏ ଖାଦ୍ୟ ନବା, ଯିଏ ହେଲା ସିଝା ବୁଟ। କାଗଜରେ ସିଝା ବୁଟକୁ ରଖି କାଗଜକୁ ଚାପି ଦବା। ସିଝା ବୁଟକୁ କାଗଜରୁ ବାହାର କରି କାଗଜକୁ ଖରାରେ ଶୁଖେଇ ଦବା। ତାହେଲେ ଏବେ କହିଲ କଣ ଦେଖିଲ? କାଗଜରେ ତେଲ ଦାଗ ହେଇଥିବ ନା ଶୁଖି ଯାଇଥିବ? ଠିକ କହିଛ, କାଗଜ ଶୁଖିଗଲା। କାଗଜରେ ତେଲ ଦାଗ ହେଲା ନାହିଁ। ଏବେ ତୁମେ ଯାହା ଦେଖିଲ ତାକୁ ସାରିଣୀରେ ଲେଖିବା। ଆମେ ଯାହା ପରୀକ୍ଷା କଲେ ସେଇ ପରୀକ୍ଷା ଫଳାଫଳ ଗୁଡ଼ିକୁ ସାରିଣୀରେ ଲେଖିବା। କଣ କଣ ଖାଦ୍ୟଦ୍ରବ୍ୟ ନେଇଥିଲେ ଆଉ ପରୀକ୍ଷାରେ ତୈଳଯୁକ୍ତ ଛାପ ସୃଷ୍ଟି ହେଲା ନା ନାହିଁ? କଣ ନେଇଥିଲେ? ଆଳୁ। ତୈଳଯୁକ୍ତ ଛାପ ହେଲା ନା ହେଲା ନାହିଁ। ଠିକ କହିଛ। ଆଉ କଣ ନେଇଥିଲେ? ଭାତ। ଭାତକୁ ଯେତେବେଳେ ଆମେ ପରୀକ୍ଷା କଲେ ସେଥିରେ ତୈଳଯୁକ୍ତ ଛାପ ହେଲା କି? କହିଲ? ହେଲା ନାହିଁ। ଭେରି ଗୁଡ୍। ଚିନାବାଦାମ। ତୈଳଯୁକ୍ତ ଛାପ ହେଲା। ଠିକ ଅଛି, ହେଇଛି। ତାପରେ ନେଇଥିଲେ ସିଝା ବୁଟ। ସିଝା ବୁଟକୁ କାଗଜରେ ରଖି ଚାପି ଦେଲେ ସେଥିରେ ତୈଳଯୁକ୍ତ ଛାପ ହେଲା ନାହିଁ। ଠିକ କହିଲ ସିନୁ, ହେଲା ନାହିଁ। କାକୁଡି। ସେମିତି କାକୁଡିର କାଗଜରେ ତୈଳଯୁକ୍ତ ଛାପ ହେଇଛି କି? କଣ ପରୀକ୍ଷା କରିଥିଲେ କହିଲ? କହିଲ ଟୁଟୁ? ହେଇନାହିଁ। ଭେରି ଗୁଡ୍। ଆମେ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଗୁଡ଼ିକୁ ବି ଦେଖିବା ସେଥିରେ ତୈଳଯୁକ୍ତ ଛାପ ହେଇଛି କି ନାହିଁ। ପାଉଁରୁଟି। ପାଉଁରୁଟିର ପରୀକ୍ଷାରେ ଆମେ ଦେଖିଲେ ତୈଳଯୁକ୍ତ ଛାପ ହେଲା ନାହିଁ। ନଡ଼ିଆ। କଣ ପରୀକ୍ଷା କରି ଦେଖିଲ? କହିଲ କୁନି? ତୈଳଯୁକ୍ତ ଛାପ ହେଇଛି? ହଁ, ହେଇଛି। ଠିକ କହିଛ। ବଟର। ବଟରରେ ଆମେ କଣ ଦେଖିଥିଲେ? କାଗଜରେ ତୈଳଯୁକ୍ତ ଛାପ ହେଇଥିଲା ନା ନାହିଁ? ହଁ, ଠିକ ଅଛି ତୁମର ଉତ୍ତର। ଏବେ ରାଶିକୁ ବି ଆମେ ନେଇ ପରୀକ୍ଷା କରିଥିଲେ। କଣ ଦେଖିଲ ଟୁଟୁ? କହିଲ? ହେଇଛି? ହଁ, ହେଇଛି। ତାପରେ ଆମେ ଆଲମଣ୍ଡ ନେଇଥିଲେ। ଆଲମଣ୍ଡରେ କଣ ହେଇଥିଲା? ତୈଳଯୁକ୍ତ ଛାପ ହେଇଥିଲା କି? ହେଇଥିଲା? ହଁ, ଭେରି ଗୁଡ୍। ବହୁତ ବଢିଆ ଉତ୍ତର। ଏବେ ଆମେ ଅନୁମାନ କରିଥିବା ଓ ପରୀକ୍ଷା ଫଳାଫଳକୁ ତୁଳନା କରିବା। ଆମେ ତ ପ୍ରଥମେ ଅନୁମାନ କରିଥିଲେ, ତାପରେ ପରୀକ୍ଷା କଲେ। ଦୁଇଟି ଫଳାଫଳକୁ ଆମେ ଏବେ ତୁଳନା କରିବା। ଆଳୁ ଅନୁମାନ କରିଥିଲେ ତୈଳଯୁକ୍ତ ଛାପ ହବ ନାହିଁ। ପରୀକ୍ଷାରେ କଣ ହେଲା? ହେଲା ନାହିଁ। ସେମିତି ଭାତ ଅନୁମାନ ଥିଲା ନା, ପରୀକ୍ଷା ଫଳାଫଳ ବି ନା। ଚିନାବାଦାମ ଅନୁମାନ ଥିଲା ହଁ, ପରୀକ୍ଷା କରି ଦେଖିଲେ ବି ତୈଳଯୁକ୍ତ ଛାପ ହେଲା। ସେମିତି ସିଝା ବୁଟ ଆମେ କଣ ଅନୁମାନ କରିଥିଲେ? ତୈଳଯୁକ୍ତ ଛାପ ହବ କି ନାହିଁ? କଣ କରିଥିଲେ? କୁନୁ? ନା କହିଥିଲେ। ଆଉ ପରୀକ୍ଷା ଫଳାଫଳ ବି ନା। ବହୁତ ବଢିଆ। କାକୁଡି ଅନୁମାନ ଥିଲା ନା, ଆଉ ପରୀକ୍ଷା ଫଳାଫଳ କଣ ହେଲା? ନା। ଭେରି ଗୁଡ୍। ଏବେ ଆମେ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥରେ ବି ଦେଖି ନବା। ପାଉଁରୁଟି ଅନୁମାନ କଣ କରିଥିଲେ? କୁନି କୁହ? ନା। ଠିକ ଅଛି। ତୈଳଯୁକ୍ତ ଛାପ ହେଲା କି ପରୀକ୍ଷା ପରେ? ହେଲା ନାହିଁ। ନଡ଼ିଆ ଅନୁମାନ କରିଥିଲେ ହଁ, ତୈଳଯୁକ୍ତ ଛାପ ପରୀକ୍ଷା ପରେ ହେଲା କି? ହଁ, ଭେରି ଗୁଡ୍। ସେମିତି ବଟର କଣ ଅନୁମାନ କରିଥିଲେ? ହବ? ହଁ,
ପରୀକ୍ଷା ଫଳ କ'ଣ ଆସିଲା? ହବ। ସେମିତି ରାଶି ଅନୁମାନ କ'ଣ କରିଥିଲେ? ହବ। ପରୀକ୍ଷା ଫଳାଫଳ ବି ହେଲା। ସେମିତି ଆଲମଣ୍ଡର ଅନୁମାନ କ'ଣ କରିଥିଲେ? ତୈଳଯୁକ୍ତ ଛାପ ହବ ନା ନାହିଁ? ହବ। ପରୀକ୍ଷା ଫଳାଫଳ କ'ଣ ହେଲା କୁନି? ହେଲା। ଏବେ ଆମେ ଯୋଉ ପର୍ଯ୍ୟବେକ୍ଷଣ କଲେ ପରୀକ୍ଷା କରି କ'ଣ ସବୁ ତମେ ଦେଖିଲ? ଆମେ କାକୁଡି ଭାତ ନେଇଥିଲେ, କାଗଜରେ ରଖି ତାକୁ ଚାପିଲେ। କ'ଣ ହେଲା? କୋଉ ଖାଦ୍ୟ ପଦାର୍ଥ ଗୁଡ଼ିକ ରେ ପାଣି ଥିଲା ଆଉ କାଗଜଟାକୁ ଖରାରେ ଶୁଖେଇଲା ପରେ ଶୁଖିଗଲା? କାକୁଡି, ଭାତ, ଆଳୁ, ସିଝା ବୁଟ ଏଥିରେ ପାଣି ଥିଲା ଏବଂ ସେଇ କାଗଜକୁ ଖରାରେ ଶୁଖେଇଲା ପରେ ସେ କାଗଜ ଶୁଖିଗଲା, ଆଉ କୌଣସି ଦାଗ ରହିଲା ନାହିଁ। ସେହିପରି ଆମେ ନେଇଥିଲେ ଚିନାବାଦାମ, ନଡ଼ିଆ ଆଉ ବଟର। ପର୍ଯ୍ୟବେକ୍ଷଣ କ'ଣ କଲେ? ସେଇ କାଗଜରେ କ'ଣ ସୃଷ୍ଟି ହେଲା? ଏକ ସ୍ଥାୟୀ ଚିକ୍କଣ ଓ ସ୍ୱଚ୍ଛ ଦାଗ ସୃଷ୍ଟି ହେଲା। କହିଲ କେଉଁ ସବୁ ଖାଦ୍ୟ ଥିବା କାଗଜରେ ତୈଳଯୁକ୍ତ ଛାପ ସୃଷ୍ଟି ହେଇଛି? ଆମେ ତ ଅନୁମାନ କରିଥିଲେ, ପୁଣି ପରୀକ୍ଷା କଲେ। ଏବେ ତୁମେ ମନେ ପକେଇ କୁହ। କହିଲ କୁଲୁ। ଠିକ କହିଛ। ନଡ଼ିଆ, ରାଶି, ବଟର, ଚିନାବାଦାମ ଓ ଆଲମଣ୍ଡରେ ତୈଳଯୁକ୍ତ ଛାପ ସୃଷ୍ଟି ହେଇଛି। ଏହି କାଗଜରେ ଆମେ ଆଲୋକକୁ ଯଦି ଦେଖିବା, ତାହେଲେ ଆଲୋକ ଦେଖାଯାଉଛି କି? ଦେଖିଲ, ଦେଖାଯାଉଛି ନା ଦେଖାଯାଉ ନାହିଁ? କହିଲ କୁନୁ। ଅଳ୍ପ ଅଳ୍ପ ଦେଖାଯାଉଛି। ଭେରି ଗୁଡ୍। ତାହେଲେ ଏଥିରୁ ଆମେ କ'ଣ ସିଦ୍ଧାନ୍ତ ନେଲେ? ଯଦି କୌଣସି ଖାଦ୍ୟ ପଦାର୍ଥକୁ କାଗଜରେ ଘଷିବା ବା ଚାପିଦେବା ଦ୍ୱାରା କାଗଜରେ ଏକ ସ୍ଥାୟୀ ଚିକ୍କଣ ଓ ସାମାନ୍ୟ ସ୍ୱଚ୍ଛ ଦାଗ ସୃଷ୍ଟି ହୁଏ, ତେବେ ସେହି ଖାଦ୍ୟରେ ଫ୍ୟାଟ ବା ସ୍ନେହସାର ରହିଛି ବୋଲି ପ୍ରମାଣିତ ହୁଏ। ତେଣୁ ଯେଉଁ ଖାଦ୍ୟ ପଦାର୍ଥକୁ କାଗଜରେ ରଖି ଚାପିଦେଲେ କାଗଜରେ ତେଲ ଦାଗ ସୃଷ୍ଟି ହୁଏ, ସେଥିରେ ସ୍ନେହସାର ଅଛି। ଏବେ ଆସ ଟେବୁଲ ଦେଖି କେଉଁ ଖାଦ୍ୟରେ ଫ୍ୟାଟ ଅଛି କହିବା। ଆମେ ତ ଅନୁମାନ ଆଉ ପରୀକ୍ଷା କରି ସାରିଛନ୍ତି। ଏବେ ଟେବୁଲ ଦେଖିକି କହିବା କୋଉଥିରେ ଫ୍ୟାଟ ଅଛି। ଆମେ ଅନୁମାନ କରିଥିଲେ, ପରୀକ୍ଷା ଫଳାଫଳ ବି ଦିଆହେଇଛି। ଆଳୁ। କହିଲ କୁନୁ, ଏଥିରେ ଫ୍ୟାଟ ଅଛି କି? ନା, ଠିକ ଉତ୍ତର। ଭାତ, ଏଥିରେ ବି ନାହିଁ। ଚିନାବାଦାମରେ ତୈଳଯୁକ୍ତ ଛାପ ହେଇଥିଲା, ଅନୁମାନ କରିଥିଲେ ବି ହଁ, ପରୀକ୍ଷା କରିକି ଦେଖିଲେ ବି ହଁ। ତାହେଲେ ଚିନାବାଦାମରେ ଫ୍ୟାଟ ଅଛି। ଭେରି ଗୁଡ୍। ସିଝା ବୁଟରେ ନାହିଁ। ଆଉ କାକୁଡିରେ ବି ନାହିଁ। ବହୁତ ଭଲ। ଏବେ ଦେଖିବା ପାଉଁରୁଟି। ଟିକେ ପୂର୍ବାନୁମାନ ଆଉ ପରୀକ୍ଷା ଫଳାଫଳ ଦେଖି ଟିଟୁ କୁହ ତ, ପାଉଁରୁଟିରେ ଫ୍ୟାଟ ଅଛି ନା ନାହିଁ? ଠିକ କହିଛ, ନାହିଁ। ସେମିତି ନଡ଼ିଆର ଦୁଇଟି ଫଳାଫଳକୁ ଦେଖ ଏବଂ କୁହ ନଡ଼ିଆରେ ଫ୍ୟାଟ ଅଛି କି ନାହିଁ? ଠିକ ଉତ୍ତର, ଫ୍ୟାଟ ଅଛି। ବଟରରେ ବି ଫ୍ୟାଟ ଅଛି। ଭେରି ଗୁଡ୍। ରାଶିରେ ଦେଖିଲ ଅନୁମାନ ଆଉ ପରୀକ୍ଷା ଫଳ ଦୁଇଟି ହଁ ଅଛି, ତେଣୁ ଫ୍ୟାଟ ଅଛି। ଆଲମଣ୍ଡରେ କୁହ କୁନୁ, ଅଛି ନା ନାହିଁ? ଭେରି ଗୁଡ୍, ଅଛି। ଏବେ ଆଉ ଅଧିକ କଥା କିଛି ଜାଣିବା। ତାହେଲେ ଆମେ ବହୁତ ସ୍ନେହସାର ଖାଉଛନ୍ତି। ଭଲ ସ୍ନେହସାର ଜାତୀୟ ଖାଦ୍ୟ ସବୁ କିଏ? ଏଇଟା କ'ଣ? ଆଲମଣ୍ଡ। ତେଣୁ ଆଲମଣ୍ଡ ହେଲା ଗୋଟେ ଭଲ ସ୍ନେହସାର ଜାତୀୟ ଖାଦ୍ୟ। ସେମିତି ଚିନାବାଦାମରେ ବି ଭଲ ସ୍ନେହସାର ଅଛି। କାଜୁ ବି ଗୋଟିଏ ଭଲ ସ୍ନେହସାର ଜାତୀୟ ଖାଦ୍ୟ। ସେହିପରି ଅଲିଭ ଅଏଲ ଗୋଟେ ଭଲ ସ୍ନେହସାର ଜାତୀୟ ଖାଦ୍ୟ। ସୋରିଷ ତେଲ ମଧ୍ୟ ଗୋଟେ ଭଲ ସ୍ନେହସାର ଜାତୀୟ ଖାଦ୍ୟ। ତେଣୁ ସ୍ନେହସାର ଜାତୀୟ ଖାଦ୍ୟ ଆମ ଶରୀରକୁ ଶକ୍ତି ଯୋଗାଇଥାଏ, କିନ୍ତୁ ଆକୁ ଅଳ୍ପ ପରିମାଣରେ ଖାଇବା ଉଚିତ। ଶରୀର ପାଇଁ ଯେତିକି ଦରକାର ସେତିକିରୁ ଅଧିକ ଖାଇଲେ ଏହା ଆମ ପାଇଁ ଖରାପ ସାବ୍ୟସ୍ତ ହୁଏ। ଆଉ ଏବେ ଜାଣିବା ଖରାପ ସ୍ନେହସାର ଜାତୀୟ ଖାଦ୍ୟ ସବୁ କିଏ? ଦେଖିଲ, ଏଇଟା କ'ଣ? ଚିପ୍ସ। ତମେ ମାନେ ତ ଚିପ୍ସ ବହୁତ ଖାଅ। ତାହେଲେ ଏଇ ଚିପ୍ସ ଆମ ପାଇଁ ଭଲ ନୁହେଁ। ସେମିତି ଏଇଟା କ'ଣ? ଆରେ ଏଇଟା ଫାଷ୍ଟ ଫୁଡ, ଚିକେନ। ଇଏ ବି ମଧ୍ୟ ଆମ ଶରୀର ପାଇଁ ଖରାପ। ଏଇଟା କ'ଣ? ଠିକ କହିଛ, ବର୍ଗର। ତେଣୁ ବର୍ଗର ବି ଗୋଟିଏ ଖରାପ ସ୍ନେହସାର ଜାତୀୟ ଖାଦ୍ୟ। ସେମିତି ଏଇଟା କ'ଣ? ପିଜ୍ଜା।
ପିଜା ମଧ୍ୟ ଖରାପ ସ୍ନେହସାର ଜାତୀୟ ଖାଦ୍ୟ। ତେଣୁ ଏଇ ଖାଦ୍ୟକୁ ସାଧାରଣତଃ ଆମେମାନେ ବହୁତ ଖାଇବାକୁ ଭଲ ପାଆନ୍ତି, କିନ୍ତୁ ଆକୁ ଅଧିକ ଖାଇବା ନାହିଁ। ଅଧିକ ଖାଇଲେ ଆମ ଶରୀର ପାଇଁ ଏହା ଖରାପ ସାବ୍ୟସ୍ତ ହବ। ଏବେ ଆମେ ଜାଣିବା ଶରୀର ପାଇଁ ସ୍ନେହସାରର ଆବଶ୍ୟକତା ସବୁ କଣ ଅଛି। ଦେଖିଲ, ଶରୀର ପାଇଁ କଣ କରେ ସ୍ନେହସାର ଜାତୀୟ ଖାଦ୍ୟ? ଦୌଡ଼ିବା ଓ ଖେଳିବା ପାଇଁ ଶରୀରକୁ ଶକ୍ତି ଯୋଗାଏ। 1 ଗ୍ରାମ ଫ୍ୟାଟ ବା ସ୍ନେହସାରରେ 9 କ୍ୟାଲୋରି ଶକ୍ତି ଅଛି। ଆଉ କଣ ସ୍ନେହସାର ଜାତୀୟ ଖାଦ୍ୟର କାର୍ଯ୍ୟ ଅଛି? ଶୀତ ଦିନେ ଶରୀରକୁ ଗରମ ରଖିବାରେ ସାହାଯ୍ୟ କରେ। ଆଉ ଭିଟାମିନ ଏ, ଡି, ଇ, କେ ଶୋଷଣରେ ସାହାଯ୍ୟ କରେ। ଆଉ କଣ କରେ? ଖାଦ୍ୟର ସ୍ୱାଦ ବଢାଏ। ତରକାରୀରେ ତେଲ ନ ପଡିଥିଲେ ଭଲ ଲାଗେନି ନା, ତେଣୁ ଖାଦ୍ୟର ସ୍ୱାଦକୁ ଏ ବଢେଇ ଦିଏ। ଏବେ ତୁମ ପାଇଁ କିଛି କାମ। ଆମେ ତ ସ୍ନେହସାର ବିଷୟରେ ବହୁତ ଆଲୋଚନା କଲେ, ଏବେ ତୁମ ପାଇଁ କିଛି ପ୍ରଶ୍ନ ଅଛି। ସଠିକ ଉତ୍ତର ଉପରେ ଠିକ ଚିହ୍ନ ଦିଅ। ତୁମ ପାଇଁ ପ୍ରଥମ ପ୍ରଶ୍ନ ହେଲା, ସ୍ନେହସାର ଥିବା ଗୋଟିଏ ଖାଦ୍ୟ। ତୁମ ପାଇଁ 4ଟି ଅପସନ ଅଛି। ପ୍ରଥମ ହେଲା ଆଲମଣ୍ଡ, ଦ୍ୱିତୀୟ ମକା, ତୃତୀୟ ବାଜରା, ଚତୁର୍ଥ ମାଣ୍ଡିଆ। କୁହ କୁନା, କୋଉଟି ଠିକ? ଭେରି ଗୁଡ, ଆଲମଣ୍ଡ। ସ୍ନେହସାର ଥିବା ଗୋଟିଏ ଖାଦ୍ୟ ହେଲା ଆଲମଣ୍ଡ। ଦ୍ୱିତୀୟ ପ୍ରଶ୍ନ ତୁମ ପାଇଁ, କେଉଁ ଖାଦ୍ୟକୁ କାଗଜରେ ଘଷିଲେ ତେଲିଆ ଦାଗ ସୃଷ୍ଟି ହୁଏ? ତା ପାଇଁ ଅପସନ ଗୁଡ଼ିକ ହେଲା ଶ୍ଵେତସାର, ଦ୍ୱିତୀୟ ଅପସନ ପୁଷ୍ଟିସାର, ତୃତୀୟ ଅପସନ ସ୍ନେହସାର, ଚତୁର୍ଥ ଅପସନ ହେଲା ଜୀବସାର। କହିଲ କୁନି, କେଉଁଟି ଠିକ? ଭେରି ଗୁଡ, ସ୍ନେହସାର। ତୃତୀୟ ପ୍ରଶ୍ନ, କେଉଁଟିରେ ସ୍ନେହସାର ନଥାଏ? ତୁମ ପାଇଁ ଅପସନ ହେଲା ନଡ଼ିଆ, ଦ୍ୱିତୀୟ ଅପସନ ୱାଲନଟ, ତୃତୀୟ ଚିଆ ସିଡ୍, ଚତୁର୍ଥ ହେଲା ମଟର। ଏଥର ମୁନିର ପାଳି। କୁହ ତ କେଉଁଟି ଠିକ? ଭେରି ଗୁଡ, ମଟର। ଏବେ ତୁମ ପାଇଁ ଦ୍ୱିତୀୟ ପ୍ରଶ୍ନ, ଅଲଗା ଶବ୍ଦ ତଳେ କାର ଦିଅ। ତୁମ ପାଇଁ କିଛି ଶବ୍ଦ ଅଛି, 4ଟି ଶବ୍ଦ ଅଛି। ତା ଭିତରୁ ଅଲଗା ଯିଏ ତା ତଳେ ଆମେ ଗାର ଦବା। କଣ କଣ ଅଛି? କାଜୁ, ଚିନାବାଦାମ, ପିଜା, ଆଲମଣ୍ଡ। ଏଇଥର ଟିଟୁ କହିବେ। ତାହେଲେ ଏ ଭିତରୁ ଅଲଗା କିଏ? ଠିକ କହିଛ, ଅଲଗା ହେଲା ପିଜା। ଦ୍ୱିତୀୟ ପ୍ରଶ୍ନ ତୁମ ପାଇଁ, ଭାତ, ଘିଅ, ସେଓ, ଗାଜର। ୟା ଭିତରୁ ଅଲଗା କିଏ? କୁନୁ, ଠିକ କହିଛ, ୟା ଭିତରୁ ଅଲଗା ହେଲା ଘିଅ। ତୃତୀୟ ପ୍ରଶ୍ନ, ଅଳସୀ, ରାଶି, ପେଶି, ମକା। ୟା ଭିତରୁ ଅଲଗା କିଏ? ସୁନି କୁହ ତ। ଠିକ କହିଛ, ୟା ଭିତରୁ ଅଲଗା ହେଲା ମକା। କାରଣ ଏ 3ଟି ସ୍ନେହସାର ଜାତୀୟ ଖାଦ୍ୟ, ମକା କିନ୍ତୁ ସ୍ନେହସାର ଜାତୀୟ ଖାଦ୍ୟ ନୁହେଁ। ଏବେ ତୁମ ପାଇଁ କିଛି ଗୃହ କାର୍ଯ୍ୟ ରହିଛି। ତୁମେମାନେ ଯେଉଁ ସବୁ ଖାଦ୍ୟ ଖାଉଛ, ସେଗୁଡ଼ିକ ମଧ୍ୟରୁ ସ୍ନେହସାର ଜାତୀୟ ଖାଦ୍ୟ ଗୁଡ଼ିକୁ ପରୀକ୍ଷା କରି ଚିହ୍ନଟ କରିବ ଓ ତାର ଏକ ତାଲିକା ପ୍ରସ୍ତୁତ କରି ସେଥିରୁ ଖରାପ ସ୍ନେହସାର ଓ ଭଲ ସ୍ନେହସାର ଖାଦ୍ୟ ଗୁଡ଼ିକୁ ବାଛି ଲେଖିବ। କାଲି ମୁଁ ପୁଣି ତୁମର ଖାତା ଦେଖିବି। ଧନ୍ୟବାଦ ପିଲାମାନେ। ପୁଣି ଆଉ ଏକ ନୂଆ ପାଠ ସହିତ ତୁମ ସହ ପୁଣି ଦେଖାହବ। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।